ଗୋଟିଏ ମଞ୍ଚରେ ପୁରୁଣା ଏବଂ ଯୁବ ଖେଳାଳି ସିଏସ୍କେର ରୋର୍ 2026ରେ ନୂଆ ଏବଂ ପୁରୁଣା ଏକାଠି ହେଲେ। ଆଉ କିଛି ଦିନ ବାକି ରହିଲା, ଆରମ୍ଭ ହେବ IPL। ଏଥିପାଇଁ ସମସ୍ତ ଦଳ ତୟାର, ଖାସ୍ ରଣନୀତି ପ୍ରସ୍ତୁତ କରୁଛନ୍ତି, ଚାମ୍ପିୟନ ହେବାକୁ କସରତ କରୁଛନ୍ତି। ଏସବୁ ଭିତରେ ଚର୍ଚ୍ଚାକୁ ଆସିଛି ଚେନ୍ନାଇ ସୁପର କିଙ୍ଗସ୍ ଦଳ ଏମ୍ସ ଚିଦାମ୍ବରମ୍ ଷ୍ଟାଡିୟମରେ ଟିମ୍ ପୁରୁଣା ଏବଂ ନୂଆ ଖେଳାଳି ଏକାଠି ହୋଇଛନ୍ତି। ରବିବାର ସିଏସ୍କେ ପକ୍ଷରୁ ରୋର୍ 2026 ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ପୂର୍ବତନ ସିଏସ୍କେ କ୍ରିକେଟର ଏସ୍ ବଦ୍ରିନାଥ, ଅମ୍ବିତ ରାୟୁଡୁ, ମ୍ୟାଥ୍ୟୁ ହେଡେନ, ମୁଥୈୟା ମୁରଲୀଧରନ, ପାର୍ଥିବ ପଟେଲ, ସୁରେଶ ରାଇନା, ଡ୍ରେନ୍ ବ୍ରାଭୋ, ହରଭଜନ ସିଂ, ଯୋଗବିନ୍ଦର ଶର୍ମା, ମୁରଲୀ ବିଜୟ ଏବଂ ଲକ୍ଷ୍ମୀପତି ବାଲାଜୀ ଭଳି ଖେଳାଳି ଯୋଗ ଦେଇଥିଲେ। ଏହାର ଫଟୋ ବଦ୍ରିନାଥ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସମସ୍ତ ଖେଳାଳି ସିଏସ୍କେର ଜର୍ସି ପରିଧାନ କରିଥିଲେ। ଏହା ସହ ଏବେ ସୁଦ୍ଧା ଜିତିଥିବା 5ଟି ଟ୍ରଫି ଏଠାରେ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ମାଇକେଲ ହସି, ହେଡେନ, ବ୍ରାଭୋ ଏବଂ ରାଇନାଙ୍କ ଭଳି ପୂର୍ବତନ ବିସ୍ଫୋରକ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ନୂଆ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନି, ଋତୁରାଜ ଗାଇକ୍ୱାଡ, ଶିଭମ ଦୁବେ, ସଞ୍ଜୁ ସାମସନ ଆଦି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଦେଖିବାକୁ ସିଏସ୍କେର ହଜାର ହଜାର ଫ୍ୟାନ୍ସ ଷ୍ଟାଡିୟମକୁ ଆସିଥିଲେ। ଯେତେବେଳେ ସଞ୍ଜୁଙ୍କ ନାଁ ଡକାଯାଇଥିଲା, ସମସ୍ତେ ସଞ୍ଜୁ ସଞ୍ଜୁ କହିବା ସହ କରତାଳି ଦେଇଥିଲେ। ଚଳିତ ସିଜିନରେ ଚେନ୍ନାଇ ନିଜର ପ୍ରଥମ ମୁକାବିଲା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ। ମାର୍ଚ୍ଚ 30 ତାରିଖରେ ଏହି ମ୍ୟାଚ୍ ଖେଳାଯିବ। ଏହାପରେ ଦଳ ପଞ୍ଜାବ କିଙ୍ଗସ୍ ଏବଂ RCBକୁ ଭେଟିବ।